ଆରମ୍ଭ ହେଇଗଲାଣି। ଆଜି ସେତେ ଲୋକ ହେବେନି। ରଥଯାତ୍ରା ହେଇଥିଲେ 10 ଲକ୍ଷ ଲୋକ ବେଙ୍ଗଲରୁ ପଳେଇ ଯାଇଥିଲେ 3-4 ଲକ୍ଷ ଲୋକ ମମତା ବାନାର୍ଜୀ ପାଇଁ। କାହିଁକି ନା ମମତା ବାନାର୍ଜୀ ୱେଷ୍ଟବେଙ୍ଗଲ ଜନସାଧାରଣଙ୍କୁ ନିବେଦନ କଲେ ଆପଣ ମାନେ ଦିଘା ଚାଲନ୍ତୁ, ରଥ ଭିଡ଼ିବେ, ଦର୍ଶନ କରିବେ, ପୁରୀ ଯାଆନ୍ତୁନି। ସେଇ ସକାଶେ ୱେଷ୍ଟବେଙ୍ଗଲ ଭାଇ ଭଉଣୀ ମାନେ ବିନା ଜଗନ୍ନାଥ ରହିପାରିବେ, ସମୁଦ୍ର କୂଳେ ନ ବସିଲେ ସେମାନେ ଶୋଇପାରିବେନି। ଭୟଙ୍କର ଭାବେ 3-4 ଲକ୍ଷ ଲୋକ ପଳେଇ ଆଇଲେ ୱେଷ୍ଟବେଙ୍ଗଲରୁ, ଯୋଉଟା କି ରଥଯାତ୍ରା ଡିଷ୍ଟର୍ବ ହବାର କାରଣ ହଉଛି ଗୋଟିଏ। ଦ୍ୱିତୀୟ ହଉଛି ଗଲାଥର ବଳଦେବଙ୍କର ତଳେ ପକେଇଦେଲେ, ଗାଲୁ କଲେ, ସେ 2.5 ଘଣ୍ଟା ଲେଟ୍ କରିଦେଲେ। ରାଗିକିରି ବାଁକୁ ଡାହାଣକୁ ମୋଡ଼ କଲେ, ସିଧା କରି ଗଲାବେଳେ 2.5 ଘଣ୍ଟା ଲେଟ୍ ହେଇଗଲା, ଯୋଉଟା କି ସୁଭଦ୍ରା ଦେବୀ 6:30ଟାରେ ରଥ ଭିଡ଼ା ହେଲା। ଏବଂ ଜଗନ୍ନାଥ ରଥ ଭିଡ଼ା ହେବା କଥା ନୁହଁ, ନିୟମ ଅଛି ଯୋଉଠି ରଥ ପ୍ରତିଷ୍ଠା ହେଇଥିବ ସେଠି ତମେ ଯେମିତି ହେଲେ କିଛି ଆଗକୁ ନେଇଯିବ। ତେଣୁ 8:30ଟାରେ ଭିଡ଼ା ହେଲା, ଡିଷ୍ଟର୍ବ ହେଇଥିଲା। ତେଣୁ ବାହୁଡ଼ାରେ ବିଶେଷ କିଛି ଅସୁବିଧା ନାହିଁ। ପୋଲିସ ସଜାଗ ଅଛନ୍ତି, ସରକାର ସଜାଗ ଅଛନ୍ତି, ଲୋକ ସଜାଗ ଅଛନ୍ତି। ଆଉ ବାହୁଡ଼ାରେ ବିଶେଷ ଆମ ଅଞ୍ଚଳ ଲୋକ ବେଶୀ ଯାଆନ୍ତି। ନାଇଁ ନାଇଁ, ଅଞ୍ଚଳ ଲୋକ ବେଶୀ ଯାଆନ୍ତି, ଯିବେ। ଆଉ ସୁନ୍ଦର ଭାବେ ରଥ ଭିଡ଼ା ହବ, କୌଣସି ଅସୁବିଧା ନାଇଁ ନାଇଁ। ମୁଁ କେବଳ ରଥ ଦିନ ଯାଏ, ମୁଁ ବାହୁଡ଼ାକୁ ଯାଏନି କି ସୁନାବେଶ ଯାଏନି, କେବେ ଯାଏ। ହଁ, ସୁନ୍ଦର ଭାବେ। କିଛି ନାହିଁ। ମୁଁ ଗଲାଣି ହାରାହାରି 70 ବର୍ଷ ହବ। ଶାନ୍ତିପୂର୍ଣ୍ଣ ଭାବେ ଯାଏ, ଶାନ୍ତିପୂର୍ଣ୍ଣ ଭାବେ ରଥ ବେଳେ ପହଣ୍ଡିରେ ପହଞ୍ଚେ, ରଥ ଭିଡ଼େ 3 ରଥ, ତାପରେ ଆସେ। ଜଗା ଭାଇ ବର୍ତ୍ତମାନ ଜେଲରେ ଅଛନ୍ତି, ବେଲ ପୁଣି ଥରେ ଆପ୍ଲାଏ କଲେ। ତାଙ୍କର ବେଲ ହବା, ସେ କଣ ଯାଇଛନ୍ତି, ବେଲରେ ଆସିବେ, କଣ ଅଛି। କିନ୍ତୁ ଜଗା ମୋର ଗୋଟେ ସାନ ଭାଇ, ଭଲ ସ୍ୱାସ୍ଥ୍ୟ ୱାର୍କର, ଭଲ ଲିଡର। କିନ୍ତୁ ମ୍ୟୁନିସିପାଲିଟି ଅଫିସରେ ଆଡିସନାଲ କମିଶନକୁ ଯୋଉ ଭଳିଆ ଭିଡ଼ିକି ମୁହଁକୁ ବାଡ଼େଇବା, ଗୋଇଠା ମାରିବା, ଅତି ନିନ୍ଦନୀୟ। ଲୋକ କହୁଛନ୍ତି ଦିନ 2 ପରେ ନବ ଦାସକୁ ଗୁଳି କରାଗଲା, ତା ଦୋଷୀ ଏପର୍ଯ୍ୟନ୍ତ ମାନେ ଦଣ୍ଡ ପାଇଲାନି। ନପାଉ ଆରେ ସାରା ଓଡିଶା ଓଏସ୍ ଅଫିସର ଷ୍ଟ୍ରାଇକ୍ କରିଥିଲେ, ସାରା ଓଡିଶା କଲମ ଚାର୍ଜ କରିଥିଲେ। ଯଦି ଆଜି ରାଜ୍ୟର ବିକାଶ ହଉଛି ଏଇ ଅଫିସର ମାନ ସରକାରୀ କର୍ମଚାରୀଙ୍କ ଜରିଆରେ, ଯଦି ଆମେ ପବ୍ଲିକ ଅଫିସରକୁ ରାସ୍ତାରେ ପିଟିବା, ପେଟକୁ ଗୋଇଠା ମାରିବା, ଘୋର ଅନ୍ୟାୟ। ଯାହା ହଉ ମୁଁ ପୁଲିସ କି ଭୁବନେଶ୍ୱର ପୋଲିସ ଧନ୍ୟବାଦ ଦେବି, ସେମାନେ ଇମିଡିଏଟ ଆକ୍ସନ ନେଇ ଆରେଷ୍ଟ କରି ଜେଲକୁ ପଠେଇଛନ୍ତି, ଧନ୍ୟବାଦ।